ଆମେ ଓଡ଼ିଶାର ଇସ୍ପାତ ନଗରୀ ବା ଏସିଆର ଇସ୍ପାତ ନଗରୀ ଯେଉଁ କଳିଙ୍ଗ ନଗର ସେଠି ଆମେ ପହଞ୍ଚିଛୁ। ରାସ୍ତାର ଅବସ୍ଥା ଆପଣମାନେ ଦେଖୁଛନ୍ତି, ଗାଡ଼ି କେଉଁଭଳି ଅବସ୍ଥାରେ ଯାଉଛନ୍ତି। ଆଉ ଏ ରାସ୍ତା ଏଇଠି ହେଉଛି ଗୋଟେ ଓଭରବ୍ରିଜ୍, ଯେଉଁଟାକି ଏଇ ଓଭରବ୍ରିଜ୍ ମଧ୍ୟ ଦେଇକି ପ୍ରତ୍ୟେକ କାରଖାନାକୁ ତାର ମାଙ୍ଗାନିଜ ହଉ ଯାହା ତାର କଞ୍ଚାମାଲ ଯିବା ନେବା ଆଣିବା କରୁଛନ୍ତି। ଏଇଠୁ ଆମେ ଦେଖୁଛୁ ଯେ ଓଭରବ୍ରିଜ୍ ହେଇଛି, କିନ୍ତୁ ତା ତଳର ରାସ୍ତା କେଉଁଭଳି ଲୋକମାନେ ଯେଉଁଠି ଯିବା ଆସିବା କରୁଛନ୍ତି, ଯେଉଁଠି ସାଧାରଣ ଲୋକ ଯିବା ଆସିବା କରୁଛନ୍ତି, ତାର ଅବସ୍ଥା କେଉଁଭଳି, ସେଥିପ୍ରତି କାହାର ଧ୍ୟାନ ନାହିଁ। ଆମ ପାଖରେ ଜଣେ ଭାଇ ଅଛନ୍ତି, ଆମେ ତାଙ୍କୁ ପଚାରିବା ଏ ରାସ୍ତା ବିଷୟରେ କିଛି କହିବେ। ଆପଣ ପରିଚୟ ଟିକେ ଦିଅନ୍ତୁ। ଦୀପକର ମହାନ୍ତି, ଯଖପୁରା ବାସିନ୍ଦା। ଏ ରାସ୍ତା ଏଠି ଏଭଳି ଅବସ୍ଥା, ଏଠି 20ରୁ ଅଧିକ ପ୍ରାୟ କାରଖାନା, ଏଭଳି ଅବସ୍ଥା ଆପଣ କେବେ କାହାକୁ କହିଛନ୍ତି? ଆଜ୍ଞା ବହୁତ ଥର ଆ ପାଇଁ ପ୍ରତିବାଦ ହେଇଛି, ଆନ୍ଦୋଳନ ବି ହେଇଛି। ରାସ୍ତାରେ ଆମେ ଆସି ବସିଛୁ, ତା ଫଳରେ ଖାଲି ଅଳ୍ପ ମୁଠେ ଡଷ୍ଟ ପକାଇଦେଲେ ତାଙ୍କ ବାଟରେ ତାଙ୍କର, ଯେମିତି ଦୀପ ତଳ ଅନ୍ଧାର ଭଳିଆ ଏଠି କଳିଙ୍ଗ ନଗର ଷ୍ଟିଲ୍ ହବ୍ କହୁଛନ୍ତି, କିନ୍ତୁ ରାସ୍ତାକର ଶୋଚନୀୟ ଏମିତି ପରିସ୍ଥିତି ଆପଣ ତ ନିଜ ଆଖିରେ ଦେଖୁଛନ୍ତି। ଆମେ କ'ଣ କରିବୁ ରେ ଭାଇ? ଏଭଳିଆ ସରକାର, ଏ ଜିଲ୍ଲା ପ୍ରଶାସନ ଏମାନଙ୍କୁ ଯେତେ ଗୁହାରି କଲେ, ଯେତେ ଜଣେଇଲେ, ଏମାନଙ୍କର ଅବସ୍ଥା ମାନେ ଏମାନେ ଏ ଅବସ୍ଥା ସୁଧାରିବାକୁ ଚେଷ୍ଟା କରୁନାହାନ୍ତି। ଆଜ୍ଞା ସିଏ ତ ଦାମୀ ଗାଡ଼ିରେ ବୁଲିଲେ, ତାଙ୍କର କ'ଣ ଅସୁବିଧା ଅଛି? ତାଙ୍କ ଛୁଆ ପିଲା କ'ଣ ଏଇ ବାଟେ ଯାଉଛନ୍ତି କି? ତାଙ୍କ ଛୁଆ ପିଲା ଯଦି ଏଇ ବାଟେ ଯାଇଥାନ୍ତେ, ଏଇ ବାଟେ ଡେଲି ଆମର ଯେଉଁ ଯେତିକ ଇଣ୍ଡଷ୍ଟ୍ରି ହେଇଛି ତା ପାଇଁ ଡେଲି ଶ୍ରମିକମାନେ, ଲେବର ଶ୍ରେଣୀୟ ଲୋକମାନେ ଏଇ ବାଟେ ନିଶ୍ଚୟ ଦେଖିକି ଯାଉଛନ୍ତି। ଏମାନେ ପଡ଼ୁଛନ୍ତି, ରାତି ଅଧରେ ପଡ଼ୁଛନ୍ତି, ଦିନରେ ପଡ଼ୁଛନ୍ତି, ଆକ୍ସିଡେଣ୍ଟ ହେଉଛି, ଗୋଡ଼ ହାତ ଭାଙ୍ଗୁଛି, ସେମାନଙ୍କ ପରିବାର କ୍ଷତିଗ୍ରସ୍ତ ହେଉଛି। ସେମାନଙ୍କର କିଛି ହେଉଛି? ସେ ତ ବାବୁ ଲୋକ ଆଜ୍ଞା, ଚେୟାରରେ ବସିଲେ, ଏସି ରୁମ୍ରେ ବସିଲେ, ସେମାନେ ଆମ ଦୁଃଖ କଥା କାହିଁ ବୁଝିବେ ଆଜ୍ଞା? ଯିଏ ଗରିବ ଲୋକ ସିଏ ହିଁ ଏ ରାସ୍ତାରେ ଯାଉଛି, ସିଏ ହିଁ ଅସୁବିଧା ଭୋଗୁଛି। ମୁଁ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାରକୁ କହିବାକୁ ଚାହୁଁଛି, ଆପଣ 2 ବର୍ଷ ଭିତରେ ଆ ଦେହରେ କ'ଣ କରୁଛନ୍ତି? ମୁଠେ ଡଷ୍ଟ ପକାଇ ନାହାନ୍ତି। ଏଇଭଳିଆ କଳିଙ୍ଗନଗର ରାସ୍ତା ହେବ କଥା? ଏତେ ଟଙ୍କାର ଆମେ ରାଜସ୍ୱ ଦେଉଛୁ, ଟ୍ୟାକ୍ସ ଦିଆହେଉଛି, ଏଇଭଳିଆ ରାସ୍ତା ହେବା କଥା? ଆଜ୍ଞା ଏଠି ଆମ ସ୍କୁଲ ପିଲା ଛୁଆ ଯାଉଛନ୍ତି, ଆମ ଭଉଣୀ ମା' ମାନେ ଯାଉଛନ୍ତି, ସେମାନଙ୍କର ମା' ଭଉଣୀ ଏମାନେ ଯାଉନାହାନ୍ତି ନା ଆଜ୍ଞା? ସେମାନଙ୍କର ମା' ଭଉଣୀ ଯଦି ଏଇ ବାଟେ ଯାଇଥାନ୍ତେ, ପଡ଼ିଥାନ୍ତେ, ତାହେଲେ ସେମାନେ ବୁଝନ୍ତେ। ଏଠି ଡବଲ ଇଞ୍ଜିନ ସରକାର, ଲୋକଙ୍କ ସରକାର, ଏଠି କ'ଣ କିଛି କାମ କରୁନାହାନ୍ତି? ଡବଲ ଇଞ୍ଜିନ ଦିଟାଙ୍କ ଗୋଟେ କର ଧାଇଁଲେ ସିନା ହେବ, ଦିଟାଙ୍କ ତ ବିପରୀତ ଦିଗରେ ଧାଉଁଛନ୍ତି। ଆଉ ତେଣୁକରି ସିଏ ଆଡ଼େ ଟାଣୁ, ସିଏ ବାଁକୁ ଟାଣିଲା ବେଳକୁ ଇଏ ଡାହାକୁ ଟାଣୁଛି। ତେଣୁକରି ବିକାଶ ରାସ୍ତା ମଝିରେ ଖାଲ। ବିକାଶ ନାଁରେ ଅବିବିକାଶ ଚାଲିଛି। ବିକାଶର କ'ଣ ହେବ? ଯେତିକି ଥିଲା ଆଗରୁ ହେଇଥିଲା ସୁକିନ୍ଦାରେ, ସେତିକିର ତ ରକ୍ଷଣାବେକ୍ଷଣ କରିନାହାନ୍ତି। ବିକାଶ କରିବା କଥା ଛାଡ଼, ବିକାଶ ତ ଦୂର ସପନ। ଏଠି ଗୋଟେ ଆମର ପାଖରେ ଗୋଟେ ଆମର ଅଛି ପାର୍କ ହେଇଥିଲା ଆଜ୍ଞା, ଏଇଠି ତେଲିବାଳିରେ ପାର୍କ ଗୋଟେ ହେଇଥିଲା। ସେ ପାର୍କଟା ଜଙ୍ଗଲ ହେଇଗଲାଣି, ମୁଁ ଜାଣିପାରୁନି ଆଜ୍ଞା। ପାର୍କ ତ ତିଆରି ହେଇଯାଇଥିଲା, ଖାଲି ରକ୍ଷଣାବେକ୍ଷଣ ପାଇଁ ଆପଣଙ୍କୁ ସହଯୋଗ କରିବାର ଥିଲା। ରକ୍ଷଣାବେକ୍ଷଣ ତ ଆପଣ କରିପାରିଲେ, ତାର ବିନାଶ କରିଦେଲେ। ରାସ୍ତାର ତ ବିନାଶ ଏଇଆ। ଆଉ ସେ ଚାକିରି କ୍ଷେତ୍ରରେ ତ କଳିଙ୍ଗନଗରରେ ଆପଣ ତ ଜାଣିଛନ୍ତି ବେକାରୀ ସମସ୍ୟା କେତେ ଦୂର ବଢ଼ିଛି। ଆଉ କିଏ ବିକାଶର ନାଁ, ଖାଲି ବିକାଶର ନାଁ କାଗଜପତ୍ର ହିଁ ଚାଲିବ, ଆଉ ବିକାଶ କେଉଁଠି ହେଇପାରିବନି ଆଜ୍ଞା। ଏ ସରକାରର ଖାଲି ଗୋଟେ ନାରା, ଆମେ ଖାଇମୁ କଲର ମାରିବୁ, ତା ଛଡ଼ା ଆଉ କିଛି ନାହିଁ। 5 ବର୍ଷ ଖାଲି କଲର ମାରିବେ, ଆଉ ଖାଇବେ, ଆଉ ଖାଲି କହିବେ ଖାଇବା ହେଲା କି ନାହିଁ। ଆମ ମୋହନ ମାଝୀଙ୍କର କଥା ହେଲା ଖାଇବା ହେଲା କି ନାହିଁ, ତା ଛଡ଼ା ଆଉ ତାଙ୍କର କିଛି ନାହିଁ। ଧନ୍ୟବାଦ। ଆମେ ଆଉ ଜଣେ ଭାଇଙ୍କୁ ଭେଟୁଛୁ, ତାଙ୍କଠୁ କିଛି ସୂଚନା। ଭାଇ ଆପଣଙ୍କ ପରିଚୟ ଟିକେ। ଜୟ ଜଗନ୍ନାଥ ଭାଇ, ମୋ ନାଁ ବିକାଶ କୁମାର ବେହେରା, ମୁଁ ଏଇ ବାଳୁଗାନ୍ଧୀ ଗ୍ରାମବାସୀର ସଦସ୍ୟ ଜଣେ। ଏ ରାସ୍ତା ତ ମିନିମମ୍ ଏଇ 3 ବର୍ଷ ହେଇଗଲାଣି ପୁରା ହଇରାଣ ହେଉଛୁ। ଗାଡ଼ି ସେକର ଯାଇପାରୁନି କି ଏକର ଯାଇପାରୁନି, ଜାମ୍ ହେଇଯାଉଛି। ମେଡ଼ିକାଲ ଯିବା ପାଇଁ ପୁରା ଅସୁବିଧା, ପୁରା ଏଇ ରାସ୍ତାରେ ଯାଇପାରୁନାହାନ୍ତି ମେଡ଼ିକାଲ। ଯଖପୁରା କ'ଣ, ସେକର ରାବେଣା କ'ଣ, ମେଡ଼ିକାଲ ଯିବା ପହଞ୍ଚି ପାରୁନାହାନ୍ତି। ସେପଟରୁ ଲୋକ ଏପଟକୁ ଆସିପାରୁନାହାନ୍ତି, ସେପଟ ଲୋକ ଏପଟକୁ ବି ଆସିପାରୁନାହାନ୍ତି। ଆଉ ଏଠି ବି ପ୍ରଶାସନ ବି ଏଠି ଠିକ୍ ନାହିଁ। ମୁଁ ଦେଖୁଛି ଏଇ ଯେଉଁ ଆମ ଏଇ ସୁକିନ୍ଦାରେ ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ଠିକ୍ ନାହିଁ। ଧନ୍ୟବାଦ।